नमस्कार सांगमाने आपण केबे एमिति एक मंदिर देखिछन्ती कि जोठारे चारिआडे केवल घंटी ही घंटी लोकंक विश्वास अनुसार एठारे सत मनरे प्रार्थना कले भक्तंक मनस्कामना पूरण हुए। आज आम जानिबा सम्बलपुर मंदिरर प्रसिद्ध माँ घंटेश्वरी मंदिरर इतिहास। आपण देखुछन्ती आरजे टेम्पल वर्ल्ड। आम चैनल रे आमे ओडिशार प्राचीन मंदिर गुंफा और रहस्यमय स्थान विषय तथ्य देइथाउ। आज आमे आसीचु माँ घंटेश्वरी पवित्र पीठ को। फास्ट करी तो आमे मंदिर भीतर को जीवा हेले एई गुडा छोट छोट दुकान गुड़ाक एठी देखा मिलिबो जोटी कि माने सब माँ को पाखरे लागुथबा समस्त प्रकार पूजा सामान एठू मिल जीवो। आउ एई पटे गोटे अछि कौन ना सेल्फी पॉइंट जहाँकि माँ को सह फोटो उठे पारिबो। एठी बैकग्राउंड दिया है माँ को। तो चलतु आगु को देखा आगर कौन कौन अच्छी केते सुंदर लगुच जगह देखो। आउटे एठी तो लोक गहली पूरा अधिका अच्छी। सम्बलपुर टाउन रु प्राय 35 रु 40 किलोमीटर भितर पड़ी जो एठाकू आसवाई। सुंदर नदीर दृश्य और प्राकृतिक परिवेश देखा एठाकार बहुत बढ़िया लगी थे। आपण मैंने भी देखी पारे केते सुंदर लगुच जगह। खास करी वर्षा दिन होता आउ टिके भल लगी था। तो ए पानी भी सुखी जाइए आउ पानी भी जाऊ नहीं देखी पारे। वर्षा दिन आउ टिके अधिका भल लगे। यही बाटटा एते छोट जे माने जन को साइड देवाटा भी मुश्किल एठी। केते छोट बाट देखु आठे दी जन एका साथ जाई हेबनी और जन को ठिया हवा पड़ो आगू जावाक हेले। महानदीर पानी व्यवहार करी एठारे जल विद्युत उत्पादन करा जाए। यह ओडिशार प्राचीन जल विद्युत प्रकल्प मध्य गोटे। फोटोग्राफी और एठू विजिट पाए एक उत्तम स्थान। प्रकृति प्रेमी माने एठू आसिले से माने पागल हो खुशी रे। बहुत कमाल की जगह है ये। माँ को मंदिर तो से पट साइड रे अच्छी। एठू गोटे राउंड देकी सेपट साइड रे जाई माँ को दर्शन करी नेबा। तो तापरे देखिबा कौन कौन यार हिस्ट्री अच्छी यही टेम्पल रो से विषय रे हमें सब संपूर्ण भाव रे जानिबा। वर्तमान देखिए मु तो बहुत ऊपर अच्छे आ तल साइड देखते सेटा देखिपे केते सुंदर लगुच ये जगह। पहाड़ पानी पवन एठी ही संगम होता है। बहुत यही जगार पूरा ठंडा लगुच। आउटे भी लोक बुलायापी आस बहुत गुड़ा देखते। चलतु आगरे कौन अच्छी देखा आगू को जावा। खरा भी तो बहुत काटुची। यही पहाड़ रो दृश्य देखिकी मन को तो बहुत शांति लगुच। आपण यही जगह को आसती नाई कमेंट निश्चय जनइबे। मते तो यही जगह बहुत भल लगिला। फास्ट टाइम ही आसी जगह को।
ଏହି ଚିପିଲିମାରେ ମହାନଦୀର ପାଣିକୁ ବ୍ୟବହାର କରି ଟର୍ବାଇନ୍ ଚଲାଯାଏ ଏବଂ ସେଥିରୁ ବିଦ୍ୟୁତ୍ ଉତ୍ପାଦନ କରାଯାଏ। ଏହା ଓଡ଼ିଶାର ପୁରୁଣା ଜଳ ବିଦ୍ୟୁତ୍ ପ୍ରକଳ୍ପମାନଙ୍କର ମଧ୍ୟରୁ ଗୋଟିଏ। ସାଙ୍ଗମାନେ, ଜଳ ବିଦ୍ୟୁତ୍ ପ୍ରକଳ୍ପ କେମିତି କାମ କରେ ଦେଖନ୍ତୁ। ନଦୀ ଉପରେ ଏକ ବନ୍ଧ ନିର୍ମାଣ କରାଯାଇଥାଏ। ତାପରେ ବନ୍ଧ ପାଣିକୁ ସଂରକ୍ଷଣ କରି ପାଇପ୍ ମାଧ୍ୟମରେ ଉଚ୍ଚ ଚାପ ମାଧ୍ୟମରେ ପାଣି ତଳକୁ ଛାଡ଼ି ଦିଆଯାଇଥାଏ। ପାଣିର ଶକ୍ତିରେ ଟର୍ବାଇନ୍ ଘୂରିଥାଏ। ଟର୍ବାଇନ୍ ସହିତ ଯୋଡ଼ାଯାଇଥିବା ଯେଉଁ ଜେନେରେଟରଟି ଲାଗିଥାଏ ବିଦ୍ୟୁତ୍ ଉତ୍ପନ୍ନ କରିଥାଏ। ତାପରେ ଅନ୍ୟାନ୍ୟ ମାଧ୍ୟମରେ ବିଦ୍ୟୁତ୍ ଉତ୍ପାଦିତ ବିଦ୍ୟୁତ୍ ଟ୍ରାନ୍ସଫର୍ମର ମାଧ୍ୟମରେ ଘର ଘର ଶିଳ୍ପକୁ ପଠାଯାଇଥାଏ। ଏମିତି କିଛି ଭାବରେ ତା ପ୍ରୋସେସ୍ ଥାଏ। ଆମେ ବର୍ତ୍ତମାନ ସେଇ ପାହାଡ଼ ତଳ ସାଇଡ଼୍ରେ ଥିବା ବାଟ ମଧ୍ୟରେ ଯିବା। ଆମେ ଆଗକୁ ସେପଟୁ ଯାଇକି ମାଙ୍କୁ ଦର୍ଶନ କରିବା। ଏଇପଟେ ଅଛି ବାଟ, କାହିଁକିନା ଏପଟେ ଗଲେ ଟିକେ ଆଉ ଟିକେ ବହୁତ ମଜା ଲାଗିବ ଜାଗା ଦେଖିବା ପାଇଁ। ଆପଣମାନେ ଆସିଲା ବାଟରେ ମାଙ୍କୁ ଡାଇରେକ୍ଟ ଦର୍ଶନ କରିପାରିବେ। ତ ଆମେ ସେଇଠୁ ଦର୍ଶନ କରିନଥିଲୁ, ଫାଷ୍ଟ ଏପଟେ ବୁଲି ବାଙ୍କିକି ଟିକେ ଯାଉଛୁ, ତାପରେ ମାଙ୍କୁ ଦର୍ଶନ କରିନେବୁ ସେଠି। ତ ଏପଟେ ଜାଗା ଟିକେ ଏହାର ନ୍ୟାଚୁରାଲ ପ୍ଲେସ୍କୁ ଟିକେ ଉପଭୋଗ କରିବାର ଅଛି। ତ ଏପଟୁ ସାରିକି ଆମେ ପାହାଡ଼ ତଳେ ତଳେ ଯାଉଛୁ ବର୍ତ୍ତମାନ। ଏ ଗୋଟେ ଜାଗାରେ ନା ପଏଣ୍ଟ ଗୋଟେ ଅଛି, ସେ ବାକି ଡିଭାଇଡ଼ କରାହେଇଛି ବାଟ ଗୁଡ଼ାକ। ତ ସେଇ ଗୋଟେ ଜାଗା ଆମେ ପହଞ୍ଚିବା। ଆଉ ଏପଟ ସାଇଡ଼୍ରେ ତ ପାଣି ଥାଏ, ଏବେ ଖରା ଦିନ, ସେଥିପାଇଁ ପାଣି ବି କମ୍ ଅଛି। ଆଉ ଭିଉ ତ କହିଲେ ନ ସରିବନି, ତା ମାନେ ଯେତେ ଡେସ୍କ୍ରାଇବ୍ କରିବାଟା କମ୍ ହେବ, ଯେମିତି ଦିଶୁଛି ଏ ଦୃଶ୍ୟ। ଆଉ ଏଇପଟେ ବି କେତେ ଲୋକ ଆସୁଛନ୍ତି, ଆଉ ଦେଖିପାରୁଥିବେ ବହୁତ ଲୋକ ଆସୁଛନ୍ତି ଏଠି। ଆଉ ଦିନକୁ ପ୍ରାୟ ହଜାର ହଜାର ଲୋକ ଆସନ୍ତି ଏଇ ପର୍ଯ୍ୟଟନ ସ୍ଥଳୀକୁ। ଆରେ ଦେଖିପାରୁଥିବେ ଏଠି ଜାଗା ଟିକେ ସର୍ଟ ଥିବାରୁ ଗୋଟେ ଛୋଟ ଛୁଆଟି ସେଠି ପଡ଼ିଗଲା। ଆଉ ଟିକେ ଏଇ ଜାଗାଟା କ୍ଲିୟରଲି କରିବା କଥା ମୋ ମତରେ, କାହିଁକିନା ଯିବା ଆସିବା ଏଠି ପର୍ଯ୍ୟଟନକୁ ମାନେ କିଛି ହଇରାଣରେ ନ ପଡ଼ନ୍ତୁ ସେଥିପାଇଁ। ଉପର ସାଇଡ଼ରୁ ଆସିକି ବୁଲି ଆସିକି ବହୁତ ବଢ଼ିଆ ଲାଗିଲା। ଚାଲନ୍ତୁ ଏବେ ମାଙ୍କୁ ଟିକେ ଦର୍ଶନ କରିନେବା। ଭିଡ଼ ତ ଦେଖିପାରୁଥିବେ କେତେ ଅଛି। ଉପର ସାଇଡ଼ରୁ ଦେଖିପାରୁଥିବେ କେତେ ସୁନ୍ଦର ଲାଗୁଛି ଏହି ପବିତ୍ର ପୀଠଟି। ମା ଘଣ୍ଟେଶ୍ୱରୀଙ୍କୁ ଶକ୍ତିର ସ୍ୱରୂପ ବୋଲି ପୂଜା କରାଯାଏ। ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ ସତ ମନରେ ପ୍ରାର୍ଥନା କଲେ ମା ସମସ୍ତଙ୍କ ମନୋକାମନା ପୂରଣ କରନ୍ତି। ଏହି ମନ୍ଦିରର ସବୁଠାରୁ ବଡ଼ ବିଶେଷତା ହେଉଛି ହଜାର ହଜାର ଘଣ୍ଟି। ଭକ୍ତମାନେ ନିଜର ଇଚ୍ଛା ପୂରଣ ହେଲେ ମାଙ୍କୁ ଘଣ୍ଟି ଅର୍ପଣ କରିଥାନ୍ତି। ସେଥିପାଇଁ ଏହି ମନ୍ଦିରର ଚାରିଆଡ଼େ ଘଣ୍ଟି ଧ୍ୱନିର ଗୁଞ୍ଜରିତ ହୋଇଥାଏ। ମନ୍ଦିରର ପରିବେଶ ଅତ୍ୟନ୍ତ ଶାନ୍ତି ଓ ପବିତ୍ର। ପ୍ରତିଦିନ ଅନେକ ଭକ୍ତ ଏଠାକୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଖାସ୍ କରି ବିଶେଷ ପର୍ବପର୍ବାଣି ମାନଙ୍କରେ ଏଠାରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଲୋକଙ୍କ ବିଶ୍ୱାସ ଅନୁସାରେ ମା ଘଣ୍ଟେଶ୍ୱରୀ ଭକ୍ତଙ୍କ ଦୁଃଖ ଦୂର କରନ୍ତି ଓ ଜୀବନରେ ସୁଖ ଶାନ୍ତି ଆଣିଥାନ୍ତି।
ଏହି ବିଶ୍ୱାସରେ ହିଁ ପ୍ରତିଦିନ ଅନେକ ଭକ୍ତଙ୍କୁ ଏଠାକୁ ଟାଣି ଆଣିଥାଏ। ଏଠି ବହୁତ ମାତ୍ରାରେ ମଙ୍କି ଦେଖିବାକୁ ମିଳେ। ବହୁତ ଲୋକଙ୍କ ସହିତ ମଜାମସ୍ତି ବି ସେମାନେ କରିଥାନ୍ତି। ମନ୍ଦିରର ଚାରିପାଖରେ ଥିବା ପ୍ରାକୃତିକ ପରିବେଶ ଭକ୍ତଙ୍କ ମନକୁ ବହୁତ ଶାନ୍ତି ଦେଇଥାଏ। ସକାଳ ଓ ସନ୍ଧ୍ୟା ଆରତି ସମୟରେ ପରିବେଶ ଅଧିକ ଭକ୍ତିମୟ ହୋଇଥାଏ। ସେପଟ ସାଇଡ଼ରେ ଦେଖିପାରୁଥିବେ ମାଙ୍କୁ ଦର୍ଶନ କରିବା ପାଇଁ କେତେ ମାତ୍ରାରେ ଭିଡ଼ ରହିଛି। ଏହି ମନ୍ଦିରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଘଣ୍ଟି। ଭକ୍ତମାନଙ୍କ ବିଶ୍ୱାସ ଅନୁସାରେ ମନସ୍କାମନା ପୂରଣ ହେଲେ ମାଙ୍କୁ ଘଣ୍ଟି ଅର୍ପଣ କରାଯାଏ। ସେଥିପାଇଁ ବର୍ଷ ବର୍ଷ ଧରି ଏଠାରେ ଅସଂଖ୍ୟ ଘଣ୍ଟି ସଂଗ୍ରହ ହୋଇଛି। ଦେଖିପାରୁଥିବେ କେତେ ମାତ୍ରାରେ ଘଣ୍ଟି ଲାଗିଛି ଏଠି, ଗଣି ବି ହେବ ନାହିଁ ଯେତେ ଲାଗିଛି। ବହୁତ ଘଣ୍ଟି ଲାଗିଛି ଏଠି। Bring me into golden sunlight. If I'm going with you, I know we'll get to the other side. Sinking in, I know this feels right. Catching a breeze, love moving through me like a wildfire, like a wildfire. Never the same. Never you calling my name, I'm taking my sweet time. Hey, whatever the plan, I know I'm holding the best of me out of my hand. ମାଙ୍କ ମନ୍ଦିରକୁ ଯିଏ ଆଗରୁ ଆସିଥିବେ ସେ ହିଁ ଜାଣିପାରିଥିବେ ଏହି ସ୍ଥାନର ଭ୍ୟାଲ୍ୟୁ କେତେ ଅଛି ଆଉ କେତେ ଶାନ୍ତି ଲାଗେ ଏହି ଟେମ୍ପୁଲରେ। ଆଉ ଲୋକଙ୍କ ମାନେ ମାଙ୍କୁ ଯାହା ମାଗିଲେ ମନସ୍କାମନା ମଧ୍ୟ ଏଠି ପୂରଣ ହୋଇଥାଏ। ତ ଆପଣମାନେ କେବେ ମିସ୍ କରିବେନି ଏଇ ଜାଗାକୁ। ଲାଇଫରେ ଗୋଟେ ନା ଥର ହେଲେ ବି ନିଶ୍ଚୟ ଆସିବେ ଏଇ ଜାଗାକୁ, ମାଙ୍କୁ ଦର୍ଶନ କରିକି ଯିବେ। ଆପଣ ଯଦି ମା ଘଣ୍ଟେଶ୍ୱରୀଙ୍କ ଭକ୍ତ ତେବେ କମେଣ୍ଟରେ ଜୟ ମା ଘଣ୍ଟେଶ୍ୱରୀ ଲେଖନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର କରନ୍ତୁ ଏବଂ ଆର୍ଜେ ଟେମ୍ପୁଲ ୱାର୍ଲଡକୁ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ ଭିଡ଼ିଓରେ ଆମେ ଆଉ ଏକ ଅଦ୍ଭୁତ ମନ୍ଦିର ରହସ୍ୟ ନେଇ ଆସିବୁ। ସେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ, ଜୟ ମା ଘଣ୍ଟେଶ୍ୱରୀ।